हेलो फ्रेंड्स ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ପ୍ଲସ୍ ଥ୍ରୀ ଫାର୍ଷ୍ଟ ସେମିଷ୍ଟାରର ଜିଇ ବା ଜେନେରାଲ ଇଲେକ୍ଟିଭ ଯାହା ପଲିଟିକାଲ ସାଇନ୍ସ। ଓକେ, ଯେଉଁମାନଙ୍କର ପ୍ଲସ୍ ଥ୍ରୀ ଫାର୍ଷ୍ଟ ସେମିଷ୍ଟାର ଜେନେରାଲ ଇଲେକ୍ଟିଭରେ ପଲିଟିକାଲ ସାଇନ୍ସ ଥିବ ସେମାନଙ୍କ ପାଇଁ ଏ ଭିଡ଼ିଓଟି। ଓକେ, ଦେଖ ଆଉ ଏଇଟା ଆଉ ଏକ ଲଙ୍ଗ କ୍ୱେଶ୍ଚନ୍। ପୂର୍ବରୁ ଗୋଟେ ଲଙ୍ଗ କ୍ୱେଶ୍ଚନ୍ ଆଲୋଚନା କରିଥିଲା, ଏଇଟା ଆଉ ଗୋଟେ ଲଙ୍ଗ କ୍ୱେଶ୍ଚନ୍। ଓକେ, ଆପଣଙ୍କୁ ଗୋଟେ ଅନୁରୋଧ ରହିବ कि ଆପଣ ଯେଉଁମାନେ ଚ୍ୟାନେଲକୁ ନୂଆ ଦେଖୁଛନ୍ତି ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବେ ଏବଂ ସାଙ୍ଗମାନଙ୍କ ସହ ସେୟାର କରିବେ। ଓକେ, ଏବଂ ସବସ୍କ୍ରାଇବ୍ ବଟନ୍ କ୍ଲିକ୍ କଲା ପରେ ପାଖରେ ଥିବା ଅଲ୍ ବଟନ୍ଟା କ୍ଲିକ୍ କରିବେ। ଓକେ, ମୁଁ ଆପଣଙ୍କ ପାଇଁ କିଛି ମାନେ କ'ଣ କହିଲେ ପୂର୍ବ ବର୍ଷ କିଛି କୋଶ୍ଚିନ୍ ମୁଁ ଆଲୋଚନା କରିବି। ଓକେ, ସେଟା ବି ଟିକେ ଭଲ ଭାବରେ ଦେଖିନେବ। ଦେଖିଲେ ଟିକେ କ'ଣ କହିଲେ ତା ଉପରେ ବି ସବୁ ସେଇଭଳିଆ କୋଶ୍ଚିନ୍ ସବୁ ଆସିବ। କିଛି ନାହିଁ, ପ୍ରାକ୍ଟିକାଲ ସବୁକିଛି ହେବ। ଓକେ, ପୁରୁଷ ପ୍ରାଧାନ୍ୟ ସମାଜର ବୈଶିଷ୍ଟ୍ୟ ବିଷୟରେ ଆଲୋଚନା କର। ପୁରୁଷ ପ୍ରାଧାନ୍ୟ ସମାଜ କହିଲେ ସମାଜର ସବୁ କ୍ଷେତ୍ରରେ ପୁରୁଷ ପ୍ରାଧାନ୍ୟକୁ ବୁଝାଇଥାଏ। ପୁରୁଷ ପ୍ରାଧାନ୍ୟ ସମାଜର ବୈଶିଷ୍ଟ୍ୟ ଗୁଡ଼ିକ ହେଲା: ଏକରେ, ପୁରୁଷ ପ୍ରାଧାନ୍ୟ ସମାଜରେ ସମାଜ ସରକାରୀ ଓ ଘରୋଇ ଏହି ଦୁଇ ଭାଗରେ ବିଭାଜିତ ହୋଇଥାଏ। ପୁରୁଷକୁ ଏହି ସମାଜ ସରକାରୀ ବା ମୁକ୍ତ ଭୂମିକା ପ୍ରଦାନ କଲାବେଳେ ନାରୀକୁ ଘରୋଇ ଭୂମିକା ପ୍ରଦାନ କରିଥାଏ। ମୁକ୍ତ ଭୂମିକା କହିଲେ ପୁରୁଷ ସରକାରୀ ଅନୁଷ୍ଠାନ, ରାଜନୈତିକ ଦଳ, ଚାପଗୋଷ୍ଠୀ ଏବଂ ଅନ୍ୟ ସାହିତ୍ୟ ତଥା ସାଂସ୍କୃତିକ ପରିଧିରେ ଅଂଶଗ୍ରହଣ କରିବା ସମୟରେ ନାରୀ ପରିବାର ଓ ଘରୋଇ କାର୍ଯ୍ୟରେ ଲିପ୍ତ ଥାଏ। ଦୁଇରେ, ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀର ଯୌନ ଜୀବନ ଓ ପୋଷାକ ପରିଧାନ ପୁରୁଷ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ନାରୀ ପାରମ୍ପରିକ କାର୍ଯ୍ୟରେ ନିୟୋଜିତ ହୋଇଥାଏ। ଯାନ୍ତ୍ରିକ କାର୍ଯ୍ୟ କିମ୍ବା ଯାନବାହନ ଚଳାଉଥିବା ନାରୀକୁ ସନ୍ଦେହ ଦୃଷ୍ଟିରୁ ଦେଖାଯାଇଥାଏ। ନାରୀମାନଙ୍କୁ ପ୍ରଥା, ପରମ୍ପରା ଓ ସାଂସ୍କୃତିକ ଚିନ୍ତାଧାରାର କୋଷାଧ୍ୟକ୍ଷ ଭାବରେ ଗ୍ରହଣ କରାଯାଇଛି। ତିନି, ଏହି ସମାଜରେ ନାରୀକୁ ସନ୍ତାନ ସୃଷ୍ଟିର ଏକ ମାଧ୍ୟମ ଭାବରେ ବିବେଚନା କରାଯାଇଥାଏ। ପୁତ୍ର ସନ୍ତାନକୁ କନ୍ୟାମାନଙ୍କ ଅପେକ୍ଷା ଗୁରୁତ୍ୱ ଦିଆଯାଇଥାଏ। ପୁତ୍ର ସନ୍ତାନ ଦ୍ୱାରା ବଂଶବୃଦ୍ଧି ହୋଇଥାଏ ଏବଂ ସେ ଦାୟାଦ ବା ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ପରିଗଣିତ ହୋଇଥାଏ। କନ୍ୟାମାନଙ୍କୁ ପରିବାରର ସାମୟିକ ସଦସ୍ୟ ବିବେଚନା କରାଯାଇଥାଏ। ବିବାହ ପରେ କନ୍ୟା ପିତୃଗୃହକୁ ତ୍ୟାଗ କରି ସ୍ୱାମୀର ପରିବାରର ସଦସ୍ୟ ହୋଇଥାନ୍ତି ଏବଂ ସେହି ପରିବାରର ବଂଶବୃଦ୍ଧିରେ ସହାୟକ ହୋଇଥାନ୍ତି। ଏହି ପରିବାରର ବିବାହ ସମୟରେ ଯୌତୁକ ଚୁକ୍ତିର ଏକ ମାଧ୍ୟମ ଭାବରେ ପରିଗଣିତ ହୋଇଥାଏ। ପୁତ୍ର ପରିବାରର ନାମ ଓ ସମ୍ପତ୍ତି ଗ୍ରହଣ କରି ଏହାକୁ ଆଗକୁ ବଢ଼ାଇଥାଏ। ପୁରୁଷ ପ୍ରାଧାନ୍ୟ ସମାଜ ପିତୃରୈଖିକ ସମାଜଠାରୁ ପୃଥକ ଅଟେ। ପିତୃରୈଖିକ ସମାଜରେ ଉତ୍ତରାଧିକାର ପୁରୁଷକୁ ଭିତ୍ତି କରି ନିର୍ଦ୍ଧାରିତ ହୋଇଥାଏ। ଏହି ସମାଜରେ ନାରୀ ବୋହୂ ହୋଇ ଶାଶୁଘରକୁ ଆସିଥାଏ ଏବଂ ବିବାହଯୋଗ୍ୟ କନ୍ୟାମାନଙ୍କର ଅନ୍ୟ ପରିବାରରେ ବିବାହ କରାଯାଇଥାଏ। ଏହି ସମାଜରେ ପୁତ୍ରକୁ ପରିବାରର ଉତ୍ତରାଧିକାରୀ, ଆୟକାରୀ ଓ ଦାୟାଦ ଭାବରେ ବିବେଚନା କରାଯାଇଥାଏ। ପୁରୁଷ ପ୍ରାଧାନ୍ୟ ସମାଜ ଏକ ବିଶାଳ ବ୍ୟବସ୍ଥା ହେଲାବେଳେ ପିତୃରୈଖିକ ବ୍ୟବସ୍ଥା ଏହାର ଅଂଶ ଅଟେ। ପାଞ୍ଚରେ, ପିତୃପ୍ରାଧାନ୍ୟ ସମାଜ ଲିଙ୍ଗ ଭିତ୍ତିକ କାର୍ଯ୍ୟ ବିଭାଜନ ଉପରେ ଆସ୍ଥା ପ୍ରକଟ କରିଥାଏ। ଏହି ସମାଜରେ ନାରୀ ଓ ପୁରୁଷମାନଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ ହୋଇଥାଏ। ପୁରୁଷ ଅର୍ଥ ଉତ୍ପାଦନ କରିଥାଏ ଏବଂ ନାରୀ ସେହି ଅର୍ଥରେ ଗୃହ ପରିଚାଳନା କରିବା ସହିତ ଶିଶୁମାନଙ୍କର ଲାଳନ ପାଳନ କରିଥାଏ। କେତେକ କ୍ଷେତ୍ରରେ ନାରୀମାନେ ସାମୟିକ ଭାବରେ ଶ୍ରମିକ ଭାବରେ କାର୍ଯ୍ୟ କରିଥାନ୍ତି। ପୁରୁଷ ନିର୍ଦ୍ଦେଶ ଦେବା ଓ ନିୟନ୍ତ୍ରଣ କରିବା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପନ୍ନ କଲାବେଳେ ନାରୀମାନେ ଏହି ସମାଜରୁ ଉପାଦାନ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ପିଲାମାନେ ଦେଖ, ମୁଁ ଖାଲି ଏଇଟା ପଢ଼ି ଦେଉଛି, ଆପଣ ଏଇଟା ରହିକି ପଢ଼ିକି ଭଲକିନା ବୁଝିବେ। ଓକେ, ତାପରେ ଆପଣ ଖାତାରେ ଆଉ କିଛି ପଏଣ୍ଟ, ଏକ୍ସଟ୍ରା ପଏଣ୍ଟ ବାହାର କରିକି ଲେଖିବେ। ଓକେ, 6ରେ ଦେଖ, ପୁରୁଷ ପ୍ରାଧାନ୍ୟ ସମାଜରେ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛା ଏକ ମୌଳିକ ନୀତି ଅଟେ। ପତିପତ୍ନୀମାନେ ପୁତ୍ର ସନ୍ତାନ ଲାଭ କରିବା ପାଇଁ ଅନେକ ପୂଜା ଯଜ୍ଞ ଦାନ କରିଥାନ୍ତି। ଆଞ୍ଚଳିକ ବୈଷୟିକ ଜ୍ଞାନକୌଶଳ ସମ୍ବନ୍ଧୀୟ ସମାଜରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଏହି ପ୍ରକ୍ରିୟାକୁ ଦୃଢ଼ୀଭୂତ କରିଛି। ଭାରତରେ ଏହାକୁ ଆଇନଗତ ଅପରାଧ ଭାବରେ ବିବେଚିତ ହେଲେ ମଧ୍ୟ ପରିସଂଖ୍ୟାନରୁ ଜଣାଯାଇଥାଏ ଯେ ଭାରତରେ ପୁରୁଷ ଅନୁପାତରେ ନାରୀମାନଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏଇ ଥିଲା ଏଇ ଲଙ୍ଗ କ୍ୱେଶ୍ଚିନ୍। ଓକେ, ମୁଁ ଖାଲି ଏଇଟା ପିଲାମାନେ ପଢ଼ି ଦେଉଛି, ଆପଣ ଆଉ ଭଲକି ପଢ଼ିକି ଆଉ ଅନେକ ପଏଣ୍ଟ ବାହାର କରିବେ। ଓକେ, ପଢ଼ିକି ବୁଝିଲେ ଆହୁରି ଅନେକ ଗୁଡ଼ିଏ ପଏଣ୍ଟ ବାହାରିବ। ଓକେ, ୟାକୁ ଖାତାରେ ଲେଖିବେ।
ଲେଖିଲା ପରେ ପୁଣି ଆପଣଙ୍କର ଆଉ ଟିକେ ଅଧିକ ମନେ ରହିବ। ଏଇଠି ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ।